କାଦମ୍ବିନୀ ଏବଂ ଆଗାମୀ ଓଡ଼ିଶା ପକ୍ଷରୁ ଆଦର୍ଶ ଗ୍ରାମ କଲରା ବ୍ୟାଙ୍କରେ ଯେଉଁ ବିଶ୍ୱ ସମାରୋହ ହେଇଛି, ଓଡ଼ିଆ ନବବର୍ଷ ପାଳନ କରାହେଉଛି, ସେଥିରେ ସୁନ୍ଦର ଭାବରେ ଓଡ଼ିଶାର ଗୌରବମୟ ଐତିହ୍ୟ ପରମ୍ପରା ସଂସ୍କୃତି ସମ୍ପର୍କରେ ଆଲୋଚନା କରାହେଇଛି ଏବଂ ବହୁ ବିଶିଷ୍ଟ ଲେଖକ ବହୁତ ବୁଦ୍ଧିଜୀବୀ ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ଏ କାର୍ଯ୍ୟକ୍ରମରେ ଏବଂ ମୋଟାମୋଟି ଭାବରେ ଯଦି ଦେଖିବା ଏ କାର୍ଯ୍ୟକ୍ରମଟି ଅନେକ ଦିନ ହେଲା ଅନେକ ବର୍ଷ ହେଲା ହେଇ ଆସୁଛି ଏବଂ ଇଏ ଗୋଟେ ସମଗ୍ର ଆଖପାଖ ଅଞ୍ଚଳରେ ଗୋଟାଏ ଓଡ଼ିଶା ସାଂସ୍କୃତିକ ଜାଗରଣ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ କାଦମ୍ବିନୀ ଯେ ଆପଣ ଜାଣିଥିବେ ଓଡ଼ିଶାରେ ଗୋଟେ ଅଗ୍ରଗଣ୍ୟ ପତ୍ରିକା ହିସାବରେ ଯେଉଁ ଭଳିଆ ଭାବରେ ସୁନାମ ଅର୍ଜନ କରିଛି, ବହୁ ଲେଖକ ସୃଷ୍ଟି କରୁଛି ଏବଂ ସଂଗଠନ ତିଆରି କରିଛି ଏବଂ ସେ ତାର ଗୋଟେ ପ୍ରତିଫଳନ ହେଉଛି ଏ କାର୍ଯ୍ୟକ୍ରମରେ ହେଇଛି, ଉତ୍ସବରେ ହେଇଛି। ଡକ୍ଟର ଇତି ସାମନ୍ତ ଆଜିର କାର୍ଯ୍ୟକ୍ରମରେ ଯେ ଅଧ୍ୟକ୍ଷତା କରିଥିଲେ, ସେ ଓଡ଼ିଶାର ଜଣେ ବଡ଼ ସାହିତ୍ୟ ସଂଗଠିକା, ଜଣେ ଲେଖିକା, ଜଣେ ଗବେଷିକା, ଜଣେ ଅନୁବାଦିକା ହିସାବରେ ତାଙ୍କର ଯେଉଁ ସୁଖ୍ୟାତି ରହିଛି, ସେ କାର୍ଯ୍ୟକ୍ରମରେ ସିଏ ଆଜି ଯୋଗ ଦେଇଥିଲେ ଏବଂ ଅନ୍ୟାନ୍ୟ ବହୁ ବିଶିଷ୍ଟ ଲେଖକ କେଦାର ମିଶ୍ରଙ୍କଠୁ ଆରମ୍ଭ କରି ପବିତ୍ର ପାଣିଗ୍ରାହୀ, ଦିଲ୍ଲୀ ଫାଲିଙ୍କ ପ୍ରମୁଖ ବହୁତ ଲୋକ ବ୍ୟକ୍ତିତ୍ୱ ଆଜି ଏଠି ଯାଇଥିଲେ ଏବଂ ଖୁବ୍ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ସମାହିତ ହେଇଛି। ମୋତେ ଖୁସି ଲାଗୁଛି ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରି। ସର୍ବଜନାଦୃତ ପାରିବାରିକ ଓଡ଼ିଆ ପତ୍ରିକା କାଦମ୍ବିନୀ ପକ୍ଷରୁ ଏବଂ ଜାତୀୟ ଭାଷା ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡ଼ିଶା ପକ୍ଷରୁ ଓଡ଼ିଆ ନବବର୍ଷ ଏବଂ ବିଶ୍ୱ ମିଳନ ସମାରୋହ ସ୍ମାର୍ଟ ଗ୍ରାମ କଲ୍ଲାବାଙ୍କର ନୀଳିମାରାଣୀ ସଭାଗୃହରେ ମହାସମାରୋହରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଏହି ଉତ୍ସବ ଆଜି ପାଳନ କରାଯାଇଥିଲା। ଏହି ଉତ୍ସବରେ ଆମେ ପାଇଥିଲୁ କାଦମ୍ବିନୀ କୌନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ। ଏଥିରେ ଆମେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଏବଂ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏବଂ କବି କେଦାର ମିଶ୍ର ଏବଂ ବହୁ ମାନ୍ୟଗଣ୍ୟ ସାହିତ୍ୟିକ କବି ଏବଂ କବିମାନେ ଯୋଗ ଦେଇଥିଲେ ଏବଂ ଏହି ଉତ୍ସବରେ ଆମେ ଚଳିତ ବର୍ଷ ବିଶ୍ୱ ସମ୍ମାନରେ ଡକ୍ଟର ଇତି ସାମନ୍ତଙ୍କୁ କାଦମ୍ବିନୀ ବିଶ୍ୱ ସମ୍ମାନରେ ସମ୍ମାନିତ କରିଥିଲୁ। ତା ସହିତ ଆମେ କବି କେଦାର ମିଶ୍ର ଏବଂ କଥାକାର ପବିତ୍ର ପାଣିଗ୍ରାହୀଙ୍କୁ ବିଶ୍ୱ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାକୁ, ଓଡ଼ିଆ ନବବର୍ଷକୁ ଘରେ ଘରେ ପାଳନ କରିବା, ଓଡ଼ିଆ ଭାଷାକୁ ଉଜ୍ଜୀବିତ କରି ରଖିବା ପାଇଁ ଆଜି ଘରେ ଘରେ କିଭଳି ଓଡ଼ିଆ ନବବର୍ଷ ପାଳନ ହେବ, ସେହି ଉଦ୍ଦେଶ୍ୟ ଲକ୍ଷ୍ୟ ରଖି ଆମେ ଓଡ଼ିଆ ନବବର୍ଷ ଏବଂ ଏହି ବିଶ୍ୱ ମିଳନ ପ୍ରତିବର୍ଷ ପାଳନ କରିଆସୁଛୁ।